बंधु माने भाग्य आपणଙ୍କ ପାଇଁ ଏକ ନୂତନ ଦ୍ୱାର ଖୋଲିବାକୁ ପ୍ରସ୍ତୁତ ହେଉଛି। ଯଦି ଆପଣ ଏହି ଭିଡିଓ ଦେଖୁଛନ୍ତି ତେବେ ଏହାକୁ କେବଳ ଏକ ସଂଯୋଗ କିମ୍ବା ଅନ୍ୟ ଏକ ସାଧାରଣ ଭବିଷ୍ୟବାଣୀ ଭାବରେ ଖାରଜ କରନ୍ତୁ ନାହିଁ। ଗ୍ରହ ପରିବର୍ତ୍ତନରୁ ସୂଚନା ମିଳୁଛି ଯେ ଆପଣଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆସିବାକୁ ଯାଉଛି ଏବଂ ସମୟ ହେଉଛି ମୂଳ। ଆଜି ମୁଁ ଯେଉଁ ବାର୍ତ୍ତା ଆଣିଛି ତାହା ସାଧାରଣ ବାର୍ତ୍ତା ନୁହେଁ। ଏହା ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ଜୀବନରେ ସଂଘର୍ଷ ଏବଂ ବିଶ୍ୱାସଘାତ ଦେଖିଛନ୍ତି ଏବଂ ଯେଉଁମାନେ ଅପାର ପ୍ରୟାସ କରିବା ସତ୍ତ୍ୱେ ପ୍ରାୟତଃ ପୁରସ୍କାର ପାଇବାରେ ବିଫଳ ହୋଇଛନ୍ତି। କିନ୍ତୁ ସମୟ ଏବେ ବଦଳୁଛି। ଆପଣଙ୍କର ଭାଗ୍ୟ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଗ୍ରହ ପରିବର୍ତ୍ତନ ଏହା ସୂଚାଇଥାଏ ଆପଣଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି। ତେଣୁ ଦୟାକରି ଭିଡିଓଟିକୁ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣ ମାତା ରାଣୀଙ୍କର ଆଶୀର୍ବାଦ ଚାହୁଁଛନ୍ତି ତେବେ କମେଣ୍ଟ ବକ୍ସରେ ଜୟ ମାତା ଦି ନିଶ୍ଚୟ ଲେଖନ୍ତୁ, ଯାହା ଆପଣଙ୍କ ଯାତ୍ରାରେ ଏକ ପ୍ରକୃତ ମୋଡ଼ ଆଣିବ। ବନ୍ଧୁମାନେ, ଜ୍ୟୋତିଷ ଗଣନା ଅନୁସାରେ ଗୁରୁଙ୍କର ଶୁଭ ଦିଗ ଏବଂ ଶୁକ୍ରଙ୍କର ପ୍ରଭାବ ଆପଣଙ୍କ ଭାଗ୍ୟକୁ ମଜବୁତ କରୁଛି। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ହଠାତ୍ ଆଗକୁ ବଢ଼ିବ। ଆପଣ ଏତେ ଦିନ ଧରି ଯେଉଁ ପ୍ରୟାସ କରିଆସୁଛନ୍ତି ସେ ସମ୍ପର୍କରେ ଆପଣଙ୍କୁ ଏକ ଆଶ୍ଚର୍ଯ୍ୟଜନକ ଖବର ମିଳିବାର ସମ୍ଭାବନା ଅଛି। ଏପରି ଖବର ଯାହା ଆପଣଙ୍କୁ ଆନନ୍ଦରେ ନାଚିବାକୁ ବାଧ୍ୟ କରିବ। ମୁଁ ଆପଣଙ୍କୁ ସବୁ କିଛି ବ୍ୟାଖ୍ୟା କରିବି ଏବଂ ବିସ୍ତୃତ ଭାବରେ ବିସ୍ତାର କରିବି। ତଥାପି ଦୟାକରି ଭିଡିଓଟିକୁ ଅଧାରେ ଛାଡ଼ନ୍ତୁ ନାହିଁ। ଏହାକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବନ୍ଧୁମାନେ, ଭାଗ୍ୟ ଆପଣଙ୍କ ପାଇଁ ଏକ ନୂତନ ଦ୍ୱାର ଖୋଲିବାକୁ ପ୍ରସ୍ତୁତ ହେଉଛି। ବିଶ୍ୱାସ କରନ୍ତୁ ବା ନ କରନ୍ତୁ, ଏହା ସମ୍ପୂର୍ଣ୍ଣ ସତ୍ୟ। ଅନେକଙ୍କ ପାଇଁ ଏହି ଦ୍ୱାର ଏକ ନୂତନ ଚାକିରି, ଏକ ନୂତନ ବ୍ୟବସାୟ, ଏକ ନୂତନ ସହଭାଗିତା କିମ୍ବା ଏକ ପ୍ରମୁଖ ସୁଯୋଗ ରୂପରେ ଖୋଲିପାରେ। ବନ୍ଧୁମାନେ, ଏହା ଆପଣଙ୍କ ପାଇଁ ଏକ ବଡ଼ ଆଶ୍ଚର୍ଯ୍ୟଜନକ ହୋଇପାରେ। ଆପଣ ଭାବୁଥିବେ ଯେ ଏହା କିପରି ସମ୍ଭବ। ତଥାପି ଆଗାମୀ 24 ଘଣ୍ଟା ମଧ୍ୟରେ ଏକ ନୂତନ ଏବଂ ସୁବର୍ଣ୍ଣ ସୁଯୋଗ ଆପଣଙ୍କ ପାଇଁ ଆସୁଛି। ଏହାର ସର୍ବାଧିକ ଉପଯୋଗ କରିବା ପାଇଁ ଆପଣଙ୍କୁ ଏହି ଭିଡିଓକୁ ଏକାନ୍ତରେ ଶେଷ ପର୍ଯ୍ୟନ୍ତ ଦେଖିବା ଉଚିତ। ସବୁଠାରୁ ଆଶ୍ଚର୍ଯ୍ୟଜନକ ଭାବରେ ଆର୍ଥିକ ଲାଭର ଦୃଢ଼ ସୂଚନା ଅଛି। ଏହା ମଧ୍ୟ ଦେଖାଯାଉଛି ଯେ ଏକ ଗମ୍ଭୀର ଏବଂ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଆପଣଙ୍କ ଜୀବନରେ ପ୍ରବେଶ କରିବାକୁ ଯାଉଛି। କେତେକଙ୍କ ପାଇଁ ଏଥିରେ ଏକ ବହୁ କୋଟି ଟଙ୍କାର ପ୍ରକଳ୍ପ, ଏକ ପ୍ରମୁଖ ବ୍ୟବସାୟିକ ଚୁକ୍ତି, ସମ୍ପତ୍ତି ମାମଲା କିମ୍ବା ବ୍ୟବସାୟ ପ୍ରସାର ସାମିଲ ହୋଇପାରେ। ଜ୍ୟୋତିଷ ସଂକଳନ ଏକ ଧନ ଯୋଗ ସୂଚିତ କରେ, ଯାହା ସୂଚାଇ ଦିଏ ଯେ ଆପଣଙ୍କ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜବୁତ ହେବାକୁ ଯାଉଛି। ଦେଖୁଥିବା ଛାତ୍ରମାନଙ୍କ ପାଇଁ ଆପଣଙ୍କୁ ଅଣଦେଖା କରିଥିବା କିମ୍ବା ଆପଣଙ୍କ ଜୀବନରୁ ଚାଲି ଯାଇଥିବା ବ୍ୟକ୍ତିଙ୍କ ପାଇଁ ଦୁଃଖ କରନ୍ତୁ ନାହିଁ କିମ୍ବା କାନ୍ଦନ୍ତୁ ନାହିଁ। ଜୀବନ ବିଶାଳ। ପ୍ରତ୍ୟେକ ମୋଡ଼ରେ ଆପଣ ନୂତନ ଲୋକଙ୍କୁ ଭେଟିବେ, ନୂତନ ବନ୍ଧୁ ତିଆରି କରିବେ ଏବଂ ନୂତନ ସମ୍ପର୍କ ଗଠନ କରିବେ। ଆଗାମୀ ସମୟ ଆପଣଙ୍କ ପାଇଁ ଉତ୍କୃଷ୍ଟ ହେବ ଏବଂ ଆପଣଙ୍କ ପାଖରେ ଉତ୍ସବ ପାଳନ କରିବାର ପ୍ରଚୁର କାରଣ ରହିବ। ବନ୍ଧୁମାନେ, ଏପରି ଲୋକଙ୍କ ବିୟୋଗରେ ଶୋକ କରନ୍ତୁ ନାହିଁ, ବରଂ ଖୁସି ହୁଅନ୍ତୁ। କେବଳ ଦେଖନ୍ତୁ, ଯେଉଁମାନେ ଥରେ ଆପଣଙ୍କୁ ପରିହାସ କରିଥିଲେ ସେମାନେ ଆପଣଙ୍କର ଉନ୍ନତି ଦେଖି ଆଶ୍ଚର୍ଯ୍ୟ ହେବେ। ଯେଉଁମାନେ ଭାବିଥିଲେ ଯେ ଆପଣ ସଫଳ ହେବେ ନାହିଁ ସେମାନେ ହିଁ ଶୀଘ୍ର ଆପଣଙ୍କର ସଫଳତା ବିଷୟରେ କଥାବାର୍ତ୍ତା କରିବେ। ଆପଣଙ୍କର କଠିନ ପରିଶ୍ରମର ଫଳ ପ୍ରକାଶ ପାଇବାକୁ ଯାଉଛି ଏବଂ ଆପଣ ଯେଉଁ ଆଶ୍ଚର୍ଯ୍ୟଜନକ ଖବର ପାଇବାକୁ ଯାଉଛନ୍ତି ତାହା ପ୍ରକୃତରେ ଉଲ୍ଲେଖନୀୟ ହେବ। ସମୟ କମ୍ ଅଛି। ମହାଜାଗତିକ ଶକ୍ତି ଏବେ ଆପଣଙ୍କ ସପକ୍ଷରେ ସମ୍ପୂର୍ଣ୍ଣ ଭାବରେ ସମନ୍ୱିତ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିବାକୁ ଯାଉଛି ଯାହା ଆପଣଙ୍କୁ ଆନନ୍ଦରେ ନାଚିବାକୁ ବାଧ୍ୟ କରିବ। ଏହା ବ୍ୟତୀତ ରାହୁ ଏବଂ ଗୁରୁଙ୍କର ବିଶେଷ ପ୍ରଭାବ ସୂଚାଇ ଦିଏ ଯେ ହଠାତ୍ ଖବର ଆପଣଙ୍କର ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିପାରେ। ଏକ ଫୋନ୍ କଲ୍, ଏକ ବାର୍ତ୍ତା, ଏକ ସାକ୍ଷାତ କିମ୍ବା ଏକ ସୁଯୋଗ ଆପଣଙ୍କ ପାଇଁ ମହାନ ଭାଗ୍ୟର ଦ୍ୱାର ଖୋଲିପାରେ। କିଛି ଆସୁଛି ଯାହା ଆପଣଙ୍କର ଇଚ୍ଛା ପୂରଣ କରିବ ଏବଂ ଆପଣଙ୍କର ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବ। ବନ୍ଧୁମାନେ, ରହସ୍ୟମୟ ସଂକେତ ଉଭା ହେଉଛି ଏବଂ ଆପଣଙ୍କ କୁଣ୍ଡଳୀରେ ଏକ ଗୁରୁତ୍ୱପୂର୍ଣ୍ଣ ହଇରାଣ ସୃଷ୍ଟି ହେଉଛି, ଯାହା ସୂଚାଇ ଦିଏ ଯେ ଆଗାମୀ ସମୟ ଆପଣଙ୍କ ପାଇଁ ଉତ୍କୃଷ୍ଟ ସମ୍ଭାବନା ରଖିଛି।
ଜିନିଷ ଗୁଡ଼ିକ ଏପରି ଭାବରେ ଘଟିବାର ସମ୍ଭାବନା ଅଛି ଯାହା ଆପଣ କେବେ କଳ୍ପନା ମଧ୍ୟ କରିନଥିଲେ। ତଥାପି ମନେ ରଖନ୍ତୁ ଯେ ଭଗବାନ ସଫଳତା ଦେବା ପୂର୍ବରୁ ଆମକୁ ପରୀକ୍ଷା କରନ୍ତି ଏବଂ ଆପଣ ବର୍ତ୍ତମାନ ଏପରି ଏକ ପରୀକ୍ଷା ଦେଇ ଗତି କରୁଛନ୍ତି। ଏହା ଏକ ସାମାନ୍ୟ ପରୀକ୍ଷା ହେବ ନାହିଁ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ହେବ। ତେଣୁ ସଫଳତା ଆପଣଙ୍କ ପାଖକୁ ଆସୁଥିବା ସମୟରେ ମଧ୍ୟ ଆପଣଙ୍କୁ ଅହଙ୍କାରରୁ ଦୂରେଇ ରହିବା ଉଚିତ। ଆପଣଙ୍କ ରାଶି ସ୍ପଷ୍ଟ ଭାବରେ ସୂଚାଇ ଦିଏ ଯେ ସଫଳତା ଦିଗନ୍ତରେ ଅଛି। ଆପଣଙ୍କୁ ଆପଣଙ୍କର କାର୍ଯ୍ୟଗୁଡ଼ିକ ଉପରେ ଧ୍ୟାନ ଦେବାକୁ ପଡ଼ିବ ଏବଂ ସତର୍କତାର ସହିତ ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ। ମୁଁ ଆପଣଙ୍କୁ ଯାହା କହୁଛି ତାହା ଆପଣଙ୍କ ରାଶିର ବିଶ୍ଳେଷଣ ଉପରେ ଆଧାରିତ। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ପ୍ରମୁଖ ପରିବର୍ତ୍ତନ ଆସନ୍ନ। ଶୁକ୍ର ଏବଂ ଗୁରୁ ହେଉଛନ୍ତି ଉଭୟ ଆପଣଙ୍କ ପାଇଁ ଅନୁକୂଳ ଭାବରେ ସମାନ ତୁରନ୍ତ ଲାଭର ପ୍ରତିଶ୍ରୁତି ଦେଉଛନ୍ତି। ଆପଣଙ୍କ ପାଖରେ ଦେବୀ ମହାଲକ୍ଷ୍ମୀଙ୍କର ଆଶୀର୍ବାଦ ଅଛି। ପ୍ରକୃତରେ ଧନର ନୂତନ ଉତ୍ସ ଖୋଲିବାର ଦୃଢ଼ ସୂଚନା ଅଛି। ଏହା ସହିତ ଆପଣ ବକେୟା ପାଉଣା ପୁନରୁଦ୍ଧାର କରିପାରନ୍ତି ଏବଂ ଆପଣଙ୍କ ବ୍ୟବସାୟ ବୃଦ୍ଧି ଦେଖିପାରେ। ଚାକିରିରେ ଥିବା ଲୋକଙ୍କ ପାଇଁ ସମ୍ମାନ ଏବଂ ପଦୋନ୍ନତିର ସୁଯୋଗ ସ୍ପଷ୍ଟ ଭାବରେ ଦୃଶ୍ୟମାନ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହେଉଛି ଯେ କେହି ଜଣେ ଆପଣଙ୍କ ଜୀବନରେ ପ୍ରବେଶ କରିପାରନ୍ତି ଯିଏ ଆପଣଙ୍କୁ ଲାଭ ଏବଂ ପ୍ରଗତି ଆଣିବେ। ଏହି ବ୍ୟକ୍ତି ଜଣେ ବନ୍ଧୁ, ସହକର୍ମୀ କିମ୍ବା ଜଣେ ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ହୋଇପାରନ୍ତି। ତେଣୁ ଏହା ଉପରେ ଧ୍ୟାନ ଦିଅନ୍ତୁ। ସମୟ ଆଗକୁ ବଢ଼ିବା ସହିତ ଆପଣଙ୍କ ଜୀବନ ମଧ୍ୟ ପରିବର୍ତ୍ତନ ହେବ। ବନ୍ଧୁମାନେ, ଯଦି ଆପଣ ଅନ୍ୟମାନଙ୍କର ଅହଙ୍କାରକୁ ଭାଙ୍ଗିବାକୁ ଚାହାନ୍ତି ତେବେ ଆପଣଙ୍କୁ ନିଜ ଉପରେ ବିନିଯୋଗ କରିବାକୁ ପଡ଼ିବ। ଆପଣଙ୍କୁ ନିଜକୁ ଉତ୍ତମରୁ ସର୍ବୋତ୍ତମକୁ ଉନ୍ନୀତ କରିବାକୁ ପଡ଼ିବ ଏବଂ ଆପଣଙ୍କର ମାନସିକତାକୁ ବିସ୍ତାର କରିବାକୁ ପଡ଼ିବ। ଯଦି ଆପଣଙ୍କର ଚିନ୍ତାଧାରା ସୀମିତ ରହିଥାଏ ତେବେ ଆପଣ ମହାନ ସଫଳତା ହାସଲ କରିପାରିବେ ନାହିଁ। ଏବେ ଗ୍ରହ ସଂରଚନା ଦ୍ୱାରା ସୂଚିତ ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରିବା। ଆଗାମୀ ଦିନରେ ଏକ ଘଟଣା ଘଟିପାରେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଆପଣ ପୂର୍ବରୁ ଅସମ୍ଭବ ବୋଲି ଭାବିଥିବା କାର୍ଯ୍ୟରେ ସଫଳତାର ଦୃଢ଼ ସଂକେତ ଅଛି। ମନେ ରଖନ୍ତୁ, ଯେତେବେଳେ ଭାଗ୍ୟ ପରିବର୍ତ୍ତନ ହୁଏ ପରିସ୍ଥିତି ମଧ୍ୟ ପରିବର୍ତ୍ତନ ହୁଏ। ତେଣୁ ସାହସ ହରାନ୍ତୁ ନାହିଁ। ସଂଘର୍ଷର ସମୟ ଧୀରେ ଧୀରେ ଶେଷ ହେଉଛି ଏବଂ ସଫଳତାର ସୂର୍ଯ୍ୟ ଉଦୟ ହେବାକୁ ଯାଉଛି। ଆପଣ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ ହେବା ଉଚିତ, କାରଣ ଏହା କେବଳ ଏକ ପରିବର୍ତ୍ତନ ନୁହେଁ ବରଂ ଏକ ବିଶାଳ ପରିବର୍ତ୍ତନ ହେବ। ଆପଣଙ୍କ ପାଇଁ ଧନ ଏବଂ ଖୁସି ଆଣିବ, ଯାହା ପ୍ରକୃତରେ ଦେଖିବା ପାଇଁ ଏକ ଦୃଶ୍ୟ ହେବ। ଈଶ୍ୱରଙ୍କ କୃପା ଆପଣଙ୍କ ଉପରେ ବର୍ଷା ହେଉଛି। ଆପଣଙ୍କ ଉପରେ ଗୁରୁଙ୍କର ବିଶେଷ ଆଶୀର୍ବାଦ ମଧ୍ୟ ରହିଛି। ତେଣୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆପଣଙ୍କ ଭାଗ୍ୟ ସଫଳତାର ନୂତନ ଦ୍ୱାର ଖୋଲିବାକୁ ଯାଉଛି। ଆପଣ ପବିତ୍ର ହୃଦୟରେ କିଛି ପ୍ରତିକାରକୁ ଆନ୍ତରିକ ଭାବରେ କରିବା ଉଚିତ। ଆଜି ରାତିରେ ଶୋଇବା ପୂର୍ବରୁ 11 ଥର ଓମ୍ ଶ୍ରୀ ମହାଲକ୍ଷ୍ମୀ ନମଃ ମନ୍ତ୍ର ଜପ କରନ୍ତୁ ଏବଂ ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ପ୍ରଗତି ପାଇଁ ମା ଲକ୍ଷ୍ମୀଙ୍କୁ ଆନ୍ତରିକ ଭାବରେ ପ୍ରାର୍ଥନା କରନ୍ତୁ। ଥରେ ଆପଣ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ଆପଣଙ୍କ ଘରେ ସ୍ୱାଗତ କଲେ ଆପଣଙ୍କୁ ଟଙ୍କା, ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ଅନ୍ୟ କୌଣସି ଜିନିଷର ଅଭାବ ରହିବ ନାହିଁ। ଆପଣଙ୍କ ଘର କେବଳ ଖୁସିରେ ପରିପୂର୍ଣ୍ଣ ହେବ। ଆପଣଙ୍କର ଏକ ଘର, ଏକ ଗାଡ଼ି, ଏକ ବଙ୍ଗଳା, ଏକ ନୂତନ ସମ୍ପତ୍ତି ମଧ୍ୟ ପାଇବେ। ନୂତନ ଜମି ଏବଂ ସମ୍ପତ୍ତି କିଣିବା ଆପଣଙ୍କ ପାଇଁ ବହୁତ ସହଜ ହୋଇଯିବ। ଆପଣ ପ୍ରଚୁର ଟଙ୍କା ପାଇବେ। ଦେଖନ୍ତୁ, ଆମ ଜୀବନରେ ଏପରି ସମୟ ଆସୁଛି, ବିଶେଷ କରି ଏହି ଦିନଗୁଡ଼ିକରେ ଯେତେବେଳେ ଉପଯୁକ୍ତ ଜୀବନ ସାଥୀଙ୍କର ସନ୍ଧାନ ଏକ ପ୍ରମୁଖ ଚିନ୍ତାର ବିଷୟ ହୋଇଯାଏ। ଆପଣଙ୍କ ପରିବାରରେ ଅନେକ ଯୁବକ ଥାଇପାରନ୍ତି, ତଥାପି ଲୋକମାନେ ଆଜି ଚିନ୍ତା କରୁଛନ୍ତି ଯେ ସେମାନଙ୍କର ଭବିଷ୍ୟତ ସାଥୀ ବିଶ୍ୱସ୍ତ ହେବେ କି ନାହିଁ। କଳିଯୁଗର ପ୍ରଭାବ ବଢ଼ୁଥିବା ପରି ମନେ ହେଉଛି। ଲୋକମାନେ ନିଜ ପିତାମାତାଙ୍କୁ କିମ୍ବା ନିଜକୁ ମଧ୍ୟ ବିଶ୍ୱାସ କରିପାରୁନାହାନ୍ତି ଏବଂ ପ୍ରାୟତଃ ଯେଉଁମାନେ ସେମାନେ ବିଶ୍ୱାସ କରନ୍ତି ସେମାନେ ହିଁ ସେମାନଙ୍କ ସହିତ ବିଶ୍ୱାସଘାତକତା କରନ୍ତି। ତେଣୁ ଏପରି ସମୟରେ ଆପଣଙ୍କୁ ନିଜ ଉପରେ ଏବଂ ଈଶ୍ୱରଙ୍କ ଉପରେ ବିଶ୍ୱାସ କରିବାକୁ ପଡ଼ିବ। କାହା ସହିତ ଖରାପ ବ୍ୟବହାର କରିବା ଉଚିତ ନୁହେଁ। ତେବେ ହିଁ ଆପଣ ଦେବତାଙ୍କର ଆଶୀର୍ବାଦ ପାଇବେ।
ତଥାପି ଆମେ ଲୋକମାନେ ଭୁଲ କରୁଥିବାର ଦେଖୁଛୁ। ମୂଳତଃ ନିଜକୁ ପାଦରେ କୁଢାରି ମାରି। ବନ୍ଧୁମାନେ, ସମୟ ଯାହା ହେଉନା କାହିଁକି ଆପଣଙ୍କୁ ସେମାନଙ୍କ ସହିତ ଅନୁକୂଳ ହେବା ଏବଂ ପରିବର୍ତ୍ତନ ହେବା ଆବଶ୍ୟକ। ଯଦି ଆପଣ ବିଶ୍ୱାସ କରନ୍ତି ଯେ ଈଶ୍ୱର ଆପଣଙ୍କ ପାଇଁ କିଛି ମହାନ କରିବାକୁ ଯାଉଛନ୍ତି, ତେବେ ପ୍ରସ୍ତୁତ ହୁଅନ୍ତୁ। ଦେବୀ ମହାଲକ୍ଷ୍ମୀଙ୍କର ଆଶୀର୍ବାଦ ଦ୍ୱାରା ଆପଣଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଆପଣଙ୍କୁ ସବୁଦିନ ପାଇଁ ମନେ ରହିବ। ଜ୍ୟୋତିଷ ଶାସ୍ତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସଫଳତା ସୂଚାଉଛି। ଏହା ଦେଖି ଏହା ଅପରିଚିତ ନୁହେଁ, ବରଂ ଆପଣଙ୍କ ନିଜ ପଡ଼ୋଶୀ ଏବଂ ଶତ୍ରୁମାନେ ଈର୍ଷାରେ ଜଳିବେ। ମୁଁ କିଛି ବିସ୍ଫୋରକ ଖବର ମଧ୍ୟ ଆଣିଛି, କାରଣ ମୁଁ ଆପଣଙ୍କର ଭବିଷ୍ୟତ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଦୃଷ୍ଟି ପ୍ରକାଶ କରିବାକୁ ଯାଉଛି, ଯାହା ଆପଣଙ୍କ ପାଇଁ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପଣ ଦେଖିବେ, ଯେତେବେଳେ ଭାଗ୍ୟର ଖେଳ ଆରମ୍ଭ ହୁଏ, ପ୍ରାୟତଃ ନିଜ ଲୋକମାନେ ପ୍ରଥମେ ବିଶ୍ୱାସଘାତକତା କରନ୍ତି। କିନ୍ତୁ ଯଦି ଆପଣ ସତର୍କତା ଅବଲମ୍ବନ କରନ୍ତି ଏବଂ ନିଜ ଭିତରେ ସକାରାତ୍ମକ ପରିବର୍ତ୍ତନ ଆଣନ୍ତି, ତେବେ ଆପଣଙ୍କର ଜୀବନ ସଫଳ ହେବ। ଯଦି ଆପଣ ଜୀବନରେ ହଠାତ୍ ବଡ଼ ସଫଳତା ଚାହୁଁଛନ୍ତି, ତେବେ ଆପଣଙ୍କୁ କିଛି କଥା ମନେ ରଖିବାକୁ ପଡ଼ିବ। ଆପଣଙ୍କର ବଡ଼ ଲକ୍ଷ୍ୟକୁ ଛୋଟ ପରିଚାଳନା ଯୋଗ୍ୟ ଅଂଶରେ ଭାଙ୍ଗି ଦିଅନ୍ତୁ ଏବଂ ପ୍ରତ୍ୟେକ ଦିନ ନ ଅଟକି ସେଗୁଡ଼ିକ ପାଇଁ ସ୍ଥିର ଭାବରେ କାମ କରନ୍ତୁ। ଯେକୌଣସି କ୍ଷେତ୍ରରେ ସଫଳତା ରାତାରାତି ଆସେ ନାହିଁ। ଆପଣ ଏହା ଜାଣିଛନ୍ତି ଏବଂ ଏହା ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଲେଖାଯାଇଛି। ତଥାପି ଯଦି ଈଶ୍ୱର ଇଚ୍ଛା କରନ୍ତି, ତେବେ ସେ ଆପଣଙ୍କର ସ୍ୱପ୍ନକୁ ତୁରନ୍ତ ସତ୍ୟରେ ପରିଣତ କରିପାରନ୍ତି। ତଥାପି ଯଦି ଆପଣ ପ୍ରତ୍ୟେକ ଦିନ ଛୋଟ ସ୍ଥିର ପ୍ରସ୍ତୁତି କରନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଗୋଟିଏ ଦିନ ଆପଣଙ୍କର ମୁଖ୍ୟ ଲକ୍ଷ୍ୟ ହାସଲ କରିବେ। ଜୀବନରେ ଆପଣ କ'ଣ ହାସଲ କରିବାକୁ ଚାହୁଁଛନ୍ତି ତାହା ବିଚାର କରନ୍ତୁ। ପ୍ରଥମେ ଆପଣଙ୍କ ମନରେ ଏହାକୁ ସ୍ପଷ୍ଟ ଭାବରେ କଳ୍ପନା କରନ୍ତୁ। ତାପରେ ଏହାକୁ ଏକ ନୋଟବୁକ୍ରେ ସ୍ପଷ୍ଟ ଭାବରେ ଲେଖନ୍ତୁ ଏବଂ ସଂକଳ୍ପ କରନ୍ତୁ ଯେ ଆପଣ ଏହାକୁ ହାସଲ କରିବେ। ଯେତେ କଠିନ ପରିଶ୍ରମ କିମ୍ବା ମାନସିକ ପ୍ରୟାସ ଆବଶ୍ୟକ ହେଉ, କିମ୍ବା ଆପଣଙ୍କୁ ଈଶ୍ୱରଙ୍କୁ କେତେ ନିବେଦନ କରିବାକୁ ପଡ଼ିବ, ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆପଣ ସେହି ସଫଳତା ହାସଲ କରିବା ଏବଂ ସେହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ଦୃଢ଼ ସଂକଳ୍ପବଦ୍ଧ ହେବା ଉଚିତ। କେବଳ ସେତେବେଳେ ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ହାସଲ କରିପାରିବେ। ଆପଣଙ୍କୁ ସମୟ ପରିଚାଳନା ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ। ଅନେକ ଲୋକ ଛୋଟ ଛୋଟ ସଫଳତା ହାସଲ କରିବା ପାଇଁ ବହୁତ ସମୟ ନଷ୍ଟ କରନ୍ତି। ପ୍ରଥମେ ସବୁଠାରୁ କଷ୍ଟକର କାର୍ଯ୍ୟକୁ ମୁକାବିଲା କରି ଆପଣଙ୍କର ଦିନ ଆରମ୍ଭ କରନ୍ତୁ। ତାପରେ ଛୋଟ କାମଗୁଡ଼ିକୁ ସହଜରେ ସମାପ୍ତ କରନ୍ତୁ। ସାଧାରଣତଃ କେବଳ ଗୋଟିଏ ଘଣ୍ଟାରେ 2 ଘଣ୍ଟା ସମୟ ନେଉଥିବା କାର୍ଯ୍ୟଗୁଡ଼ିକୁ ସମାପ୍ତ କରିବାକୁ ଚେଷ୍ଟା କରନ୍ତୁ, କିମ୍ବା ସମ୍ପୂର୍ଣ୍ଣ ଦିନର କାମକୁ ଅଧା ସମୟରେ ସମାପ୍ତ କରିବାର ଲକ୍ଷ୍ୟ ରଖନ୍ତୁ। କେବଳ କଳ୍ପନା କରନ୍ତୁ, ଏହା ରାତାରାତି ଘଟିବ ନାହିଁ। ଏହା କେବଳ 2 ଦିନରେ ହାସଲ କରାଯାଇପାରିବ ନାହିଁ। ତଥାପି ଯଦି ଆପଣ ଆପଣଙ୍କ ପ୍ରୟାସରେ ଲାଗି ରୁହନ୍ତି, ତେବେ ଆପଣ ବହୁତ ଶୀଘ୍ର ମହାନ ସଫଳତା ପାଇପାରିବେ ଏବଂ ଆପଣଙ୍କ ସମୟକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିପାରିବେ। କିନ୍ତୁ ଆପଣ ଏସବୁକୁ କିପରି ନିୟନ୍ତ୍ରଣ କରିବେ? ଏହା ସେତେବେଳେ ଘଟେ ଯେତେବେଳେ ଆପଣଙ୍କ ମନ ସକାରାତ୍ମକ ରହିଥାଏ। ଆପଣଙ୍କୁ ସକାରାତ୍ମକ ଚିନ୍ତାଧାରା ବିକାଶ କରିବାକୁ ପଡ଼ିବ। ଆପଣଙ୍କୁ ନିଜ ଉପରେ ବିଶ୍ୱାସ ରଖିବାକୁ ପଡ଼ିବ ଏବଂ ବିଫଳତାକୁ ଭୟ କରିବା ପରିବର୍ତ୍ତେ ଏଥିରୁ ଶିଖିବାକୁ ପଡ଼ିବ ଏବଂ ଏହା ସହିତ ଲଢ଼ିବାକୁ ପଡ଼ିବ। ବନ୍ଧୁମାନେ, ଏହିପରି ଭାବରେ ମହାନ ସଫଳତା ହାସଲ ହୁଏ। ଏସବୁ ମଧ୍ୟରେ ମନେ ରଖିବା ପାଇଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ଅଛି। ସର୍ବଦା ନିଜକୁ ସଠିକ୍ ଲୋକଙ୍କ ସହିତ ଘେରି ରୁହନ୍ତୁ। ଆପଣଙ୍କ ଅଧିକାଂଶ ସମୟ ସେମାନଙ୍କ ସହିତ ବିତାଇ ଦିଅନ୍ତୁ ଯେଉଁମାନେ ଆପଣଙ୍କ ଠାରୁ ଅଧିକ ସଫଳ କିମ୍ବା ଯେଉଁମାନେ ସକାରାତ୍ମକ ଶକ୍ତି ବିକିରଣ କରନ୍ତି। ଯଦି ଆପଣ ଆପଣଙ୍କ ସଫଳତାର ପଥକୁ ସହଜ କରିବାକୁ ଚାହାନ୍ତି, ତେବେ କମେଣ୍ଟ ବକ୍ସରେ ହଁ ବୋଲି ଲେଖନ୍ତୁ। ମୁଁ ମୋ ଜୀବନରେ ମହାନ ସଫଳତା ହାସଲ କରିବାକୁ ପ୍ରସ୍ତୁତ ବୋଲି ଲେଖନ୍ତୁ। ଯେତେବେଳେ ଆପଣ ସକାରାତ୍ମକ ଚିନ୍ତା କରନ୍ତି ଏବଂ ଘୋଷଣା କରନ୍ତି, ହଁ ମୁଁ ଏହା କରିପାରିବି, ବ୍ରହ୍ମାଣ୍ଡକୁ ଏକ ସଂକେତ ପଠାଯାଏ ଏବଂ ବ୍ରହ୍ମାଣ୍ଡ ନିଶ୍ଚିତ ଭାବରେ ଆପଣଙ୍କ ପ୍ରୟାସରେ ସଫଳତା ଆଡ଼କୁ ନେଇଯିବ।
ପ୍ରକୃତରେ ଆପଣଙ୍କ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ ନାହିଁ, ସେମାନଙ୍କ ସମାଧାନ ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କୁ ପ୍ରଥମେ ଆପଣଙ୍କର ଏବଂ ଆପଣଙ୍କ ଲକ୍ଷ୍ୟ ମଧ୍ୟରେ ଥିବା ସବୁଠାରୁ ବଡ଼ ପ୍ରତିବନ୍ଧକ ଗୁଡ଼ିକୁ ସମାଧାନ କରିବାକୁ ପଡ଼ିବ। ତେବେ ହିଁ ଆପଣ ମହାନ ସଫଳତା ପାଇପାରିବେ। ଏବେ ଆସନ୍ତୁ ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ରାଶିଫଳ ବିଷୟରେ ଆଲୋଚନା କରିବା, ଯାହା ଆପଣଙ୍କ ପାଇଁ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏହା ପୂର୍ବରୁ ଗୁରୁଦେବ ଏବଂ 33 କୋଟି ଦେବାଦେବୀଙ୍କ ଆଶୀର୍ବାଦ ଚାହୁଁଥିବା ଯେକୌଣସି ବ୍ୟକ୍ତି କମେଣ୍ଟ ବକ୍ସରେ ଜୟ ମାତା ଦି ନିଶ୍ଚୟ ଲେଖନ୍ତୁ ଏବଂ ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳ ହେବ। ତେବେ ବନ୍ଧୁମାନେ, ଆପଣଙ୍କ ପାଇଁ ଏକ ଅନୁକୂଳ ଦିନ ଆସିବାକୁ ଯାଉଛି, ବିଶେଷ କରି ମହିଳାମାନଙ୍କ ପାଇଁ। ଆପଣ ପରିବାର ଏବଂ ବ୍ୟକ୍ତିଗତ ବିଷୟ ମଧ୍ୟରେ ଏକ ସୁସଙ୍ଗତ ସନ୍ତୁଳନ ବଜାୟ ରଖିବାରେ ସଫଳ ହେବେ। ନିକଟତର ବ୍ୟକ୍ତିଙ୍କ ଠାରୁ ମୂଲ୍ୟବାନ ଉପହାର ପାଇବା ଆପଣଙ୍କୁ ଖୁସି ଆଣିବ। ଅପରପକ୍ଷରେ ଆପଣଙ୍କୁ ସମ୍ପତ୍ତି ସମ୍ବନ୍ଧୀୟ ଯେକୌଣସି ବିଷୟକୁ ବହୁତ ସତର୍କତାର ସହିତ ପରିଚାଳନା କରିବାକୁ ପଡ଼ିବ। ଟଙ୍କା ଋଣ ଦେବା କିମ୍ବା ଟଙ୍କା କାରବାର କରିବା ସମୟରେ ଅସାବଧାନତା ସମସ୍ୟା ସୃଷ୍ଟି କରିପାରେ। ପରିବାର କିମ୍ବା ସାମାଜିକ ଦାୟିତ୍ୱକୁ ଅବହେଳା କରନ୍ତୁ ନାହିଁ। ଆପଣ ବ୍ୟବସାୟରେ କଠିନ ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରନ୍ତି, ଯାହା କିଛି ଅସୁବିଧା ସୃଷ୍ଟି କରିପାରେ। ତଥାପି ସ୍ଥାବର ସମ୍ପତ୍ତି ସମ୍ବନ୍ଧୀୟ ଉଦ୍ୟମରେ ଏକ ଭଲ କ୍ରମ କିମ୍ବା ଚୁକ୍ତି ଆଶା କରାଯାଉଛି। ଆପଣ ଏକ କାର୍ଯ୍ୟ ପ୍ରକଳ୍ପରେ ସଫଳତା ପାଇବେ ଏବଂ ଆପଣଙ୍କ ପସନ୍ଦର ସ୍ଥାନକୁ ସ୍ଥାନାନ୍ତର ମଧ୍ୟ ସମ୍ଭବ। ବୈବାହିକ ସମନ୍ୱୟରେ ଉନ୍ନତି ହେବ। ବର୍ତ୍ତମାନର ପାଗ ଆପଣଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ। ସମ୍ଭାବ୍ୟ ଭାବରେ କିଛି ସ୍କିନ୍ ରିଲେଟେଡ୍ ପ୍ରୋବ୍ଲେମ୍ ଦେଖାଦେଇପାରେ। ଏକ ଉପଯୁକ୍ତ ଦିନାନୁକ୍ରମ ଏବଂ ଖାଦ୍ୟପେୟ ବଜାୟ ରଖିଲେ ଆପଣଙ୍କୁ ସୁସ୍ଥ ଏବଂ ଶକ୍ତିଶାଳୀ ରଖିବ। ଏକ ଅପ୍ରତ୍ୟାଶିତ ସୁଖଦ ଘଟଣା ପାରିବାରିକ ବାତାବରଣକୁ ପରିବର୍ତ୍ତନ କରିପାରେ। ଦୀର୍ଘ ସମୟ ଧରି ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ହଠାତ୍ ଆଗକୁ ବଢ଼ିବ ଏବଂ ଭାଗ୍ୟ ଆପଣଙ୍କ ସପକ୍ଷରେ କାମ କରିବ। ଆପଣଙ୍କ ଆର୍ଥିକ ପରିସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ହେବ। ଖୋଲା ମନରେ ଏହି ସକାରାତ୍ମକ ପରିବର୍ତ୍ତନ ଗୁଡ଼ିକୁ ଗ୍ରହଣ କରନ୍ତୁ। ପୁରୁଣା ସମସ୍ୟା ଦୂର ହେବ ଏବଂ ଷ୍ଟକ୍ ମାର୍କେଟ କିମ୍ବା ଜ୍ୟୋତିଷ ଶାସ୍ତ୍ର ସହିତ ଜଡ଼ିତ ବ୍ୟକ୍ତିମାନେ ବହୁତ ସଫଳତା ପାଇପାରିବେ। ଆପଣ କାର୍ଯ୍ୟସ୍ଥଳରେ ହଠାତ୍ ପଦୋନ୍ନତି କିମ୍ବା ଦରମା ବୃଦ୍ଧିର ଖବର ପାଇପାରନ୍ତି। ଭାଗ୍ୟ ଆପଣଙ୍କ ବ୍ୟବସାୟକୁ ସମର୍ଥନ କରିବ। ସମ୍ଭାବ୍ୟ ଭାବରେ ଆପଣଙ୍କୁ ଏକ ବଡ଼ ଟେଣ୍ଡର ସୁରକ୍ଷିତ କରିବାରେ ସାହାଯ୍ୟ କରିବ। ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ଆପଣଙ୍କର କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ମଧ୍ୟ ସାକ୍ଷାତ ହେବାର ସୁଯୋଗ ମିଳିବ, ଯିଏ ପରବର୍ତ୍ତୀ ସମୟରେ ଆପଣଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ହୋଇପାରନ୍ତି। ଅଟକି ରହିଥିବା ସମ୍ପର୍କ ହଠାତ୍ ଗତି ପାଇପାରେ ଏବଂ ପ୍ରତିବଦ୍ଧ ଦମ୍ପତିମାନେ ବିବାହ ତାରିଖ ଚୂଡ଼ାନ୍ତ କରିପାରନ୍ତି। ଆପଣଙ୍କର ଭାଗ୍ୟ ପ୍ରତି ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବ ଏବଂ ଏହା ଆପଣଙ୍କ ପ୍ରେମ ଜୀବନ ପାଇଁ ଏକ ସକାରାତ୍ମକ ଦିନ। ଆପଣ କିଛି ସାମାନ୍ୟ ଶାରୀରିକ କଠିନତା ଅନୁଭବ କରିପାରନ୍ତି, ତେଣୁ ଆପଣଙ୍କର ଦିନଚର୍ଯ୍ୟା ସନ୍ତୁଳିତ ରଖନ୍ତୁ। ମୋଟାମୋଟି ଭାବରେ ସମୟ ଉତ୍କୃଷ୍ଟ। ଆପଣ ପ୍ରତ୍ୟେକ ଦିନ କର୍ପୂର ଜଳାନ୍ତୁ ଏବଂ ଭଗବାନ ଶିବଙ୍କ ପାଇଁ ଆରତି କରନ୍ତୁ। ଏହା ଭଗବାନ ମହାଦେବଙ୍କୁ ଅତ୍ୟନ୍ତ ଖୁସି କରିବ ଏବଂ ଆପଣ ତାଙ୍କର ଆଶୀର୍ବାଦ ପାଇବେ।